क्या कहना। शांति 28 ଜାନୁଆରୀ 25 ମଧୁର ମହାବାକ୍ୟ। ମିଠା ବାବା କହେ ମିଠେ ବच्चे, ଯଦି ସମ୍ମାନର ସହିତ ପାସ୍ ହେବାକୁ ଚାହୁଁଛ, ଶ୍ରୀମତକୁ ପାଳନ କର। କୁସଙ୍ଗ ଓ ମାୟାର ତୋଫାନ ଠାରୁ ନିଜକୁ ଦୂରେଇ ରଖ। ପ୍ରଶ୍ନ, ବାବା ସନ୍ତାନମାନଙ୍କର କେଉଁ ସେବା କରୁଛନ୍ତି, ଯାହାକି ସନ୍ତାନମାନଙ୍କୁ ମଧ୍ୟ କରିବାକୁ ହେବ? ଉତ୍ତର, ବାବା ପିଲାମାନଙ୍କୁ ଗେଲା ସନ୍ତାନ ବୋଲି କହି ହୀରା ତୁଲ୍ୟ କରିବାର ସେବା କରୁଛନ୍ତି। ସେହିପରି ଆମମାନଙ୍କୁ ମଧ୍ୟ ଆମର ମିଠା ଭାଇମାନଙ୍କୁ ଅର୍ଥାତ୍ ଆତ୍ମାମାନଙ୍କୁ ହୀରା ତୁଲ୍ୟ କରିବାକୁ ହେବ। ଏଥିରେ କୌଣସି ଅସୁବିଧାର କଥା ନାହିଁ। କେବଳ ଏତିକି କହିବାକୁ ହେବ ଯେ ବାବାଙ୍କୁ ମନେ ପକାଇବା ଦ୍ୱାରା ତୁମେମାନେ ହୀରା ତୁଲ୍ୟ ହୋଇଯିବ। ପ୍ରଶ୍ନ, ବାବା ନିଜର ପିଲାମାନଙ୍କୁ କେଉଁ ହୁକୁମ ଦେଉଛନ୍ତି? ଉତ୍ତର, ପିଲାମାନେ, ତୁମେ ସଚ୍ଚା ରୋଜଗାର କର ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଅ। ତୁମକୁ କାହାଠାରୁ ମଧ୍ୟ କରଜ ଅଥବା ଧାର ନେବାର ହୁକୁମ ନାହିଁ। ଗୀତ, ଇସ୍ ପାପ କି ଦୁନିଆ ସେ और कहीं ले ଚାଲ। ଓମ୍ ଶାନ୍ତି। ନୂଆ ଦୁନିଆକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ମିଠା ମିଠା ଆତ୍ମିକ ପିଲାମାନଙ୍କ ପ୍ରତି ବାବା ଗୁଡ୍ ମର୍ଣ୍ଣିଂ କରୁଛନ୍ତି। ଆତ୍ମିକ ପିଲାମାନେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛନ୍ତି ଯେ ବାସ୍ତବରେ ଆମେ ଏହି ଦୁନିଆରୁ ଦୂରକୁ ଯାଉଛୁ। କେଉଁଆଡ଼େ? ନିଜର ସୁଇଟ୍ ସାଇଲେନ୍ସ ଘରକୁ, ଅର୍ଥାତ୍ ମିଠା ଶାନ୍ତିଧାମକୁ। ଶାନ୍ତିଧାମ ହିଁ ଦୂରଦେଶ ଅଟେ, ଯେଉଁଠାରେ ଆମେ ଆତ୍ମାମାନେ ଆସିଛୁ। ତାହା ହେଉଛି ବ୍ରହ୍ମଲୋକ। ଏହା ସ୍ଥୂଳ ଲୋକ। ତାହା ଆମ ଆତ୍ମାମାନଙ୍କର ଘର, ଯେଉଁ ଘରକୁ ବାବାଙ୍କ ବିନା ତ କେହି ନେଇ ଯାଇପାରିବେ ନାହିଁ। ତୁମେ ସବୁ ବ୍ରାହ୍ମଣମାନେ ଆତ୍ମିକ ସେବା କରୁଛ। ଏହି ସେବା କିଏ ଶିଖାଇଛନ୍ତି? ଦୂରଦେଶକୁ ନେଇଯାଉଥିବା ବାବା ଶିଖାଇଛନ୍ତି। କେତେ ଜଣଙ୍କୁ ଦୂରଦେଶକୁ ନେଇଯିବେ? ଅଗଣିତ ଆତ୍ମାକୁ। ଜଣେ ପଣ୍ଡାଙ୍କର ସନ୍ତାନ ତୁମେ ସମସ୍ତେ ମଧ୍ୟ ପଣ୍ଡା ଅଟ। ତୁମର ନାମ ହିଁ ହେଉଛି ପାଣ୍ଡବ ସେନା। ତୁମେ ପିଲାମାନେ ସମସ୍ତଙ୍କୁ ଦୂରସ୍ଥାନକୁ ନେଇଯିବା ପାଇଁ ଉପାୟ ବତାଉଛ। ମନ୍ମନା ଭବ, ବାବାଙ୍କୁ ମନେ ପକାଅ। ଏକଥା ମଧ୍ୟ କହୁଛନ୍ତି, ବାବା ଏହି ଦୁନିଆରୁ କୌଣସି ଦୂରଦେଶକୁ ନେଇଯାଅ। ନୂଆ ଦୁନିଆରେ ତ ଏପରି କହିବେ ନାହିଁ। ଏଠାରେ ରାବଣ ରାଜ୍ୟ ଚାଲିଛି, ତେଣୁ କହୁଛନ୍ତି ଏଠାରୁ ଦୂରକୁ ନେଇ ଚାଲ। ଏଠାରେ ଶାନ୍ତି ନାହିଁ, ଏହାର ନାମ ହେଲା ଦୁଃଖଧାମ। ବର୍ତ୍ତମାନ ବାବା ତୁମକୁ କୌଣସି ବି ଧକ୍କା ଖାଇବାରୁ ରକ୍ଷା କରୁଛନ୍ତି। ଭକ୍ତି ମାର୍ଗରେ ବାବାଙ୍କୁ ଖୋଜିବା ପାଇଁ ତୁମେମାନେ କେତେ ଧକ୍କା ଖାଇଛ। ବାବା ନିଜେ କହୁଛନ୍ତି, ମୁଁ ଗୁପ୍ତ ଅଟେ। ଏହି ସ୍ଥୂଳ ଆଖି ଦ୍ୱାରା କେହି ମୋତେ ଦେଖିପାରିବେ ନାହିଁ। କୃଷ୍ଣଙ୍କ ମନ୍ଦିରରେ ମୁଣ୍ଡିଆ ମାରିବା ପାଇଁ କଠଉ ରଖିଥାନ୍ତି। ମୋର ତ ପାଦ ନାହିଁ, ଯେଉଁଠି ତୁମକୁ ମୁଣ୍ଡିଆ ମାରିବାକୁ ପଡ଼ିବ। ତୁମମାନଙ୍କୁ ତ କେବଳ କହୁଛି ଗେଲା ସନ୍ତାନମାନେ, ତୁମେ ମଧ୍ୟ ଅନ୍ୟମାନଙ୍କୁ କହୁଛ ମିଠା ଭାଇମାନେ, ପାରଲୌକିକ ବାବାଙ୍କୁ ମନେ ପକାଅ। ତେବେ ବିକର୍ମ ବିନାଶ ହେବ, ବାସ୍, ଆଉ କୌଣସି କଷ୍ଟ କରିବାର ନାହିଁ। ଯେପରି ବାବା ତୁମମାନଙ୍କୁ ହୀରା ତୁଲ୍ୟ କରୁଛନ୍ତି, ପିଲାମାନେ ମଧ୍ୟ ଅନ୍ୟମାନଙ୍କୁ ହୀରା ତୁଲ୍ୟ କରାଉଛନ୍ତି। ଶିଖିବାକୁ ହେବ ଯେ ମନୁଷ୍ୟମାନଙ୍କୁ ହୀରା ତୁଲ୍ୟ କିପରି କରିବା। ଡ୍ରାମାନୁସାରେ କଳ୍ପପୂର୍ବ ସଦୃଶ୍ୟ କଳ୍ପ କଳ୍ପର ସଙ୍ଗମରେ ବାବା ଆସି ଆମକୁ ଶିଖାଉଛନ୍ତି। ପୁଣି ଆମେ ଅନ୍ୟମାନଙ୍କୁ ଶିଖାଉଛୁ। ବାବା ହୀରା ତୁଲ୍ୟ କରୁଛନ୍ତି। ତୁମେମାନେ ଜାଣିଛ ଖଞ୍ଜେ ଗୋଟିଏ ଧର୍ମ ମାନଙ୍କର ଗୁରୁ ଆଗା ଖାଁ ସୁନା ଚାନ୍ଦି ହୀରା ସହିତ ସମତୁଲ କରି ଓଜନ କରିଥିଲେ। ନେହେରୁଙ୍କୁ ମଧ୍ୟ ସୁନାରେ ଓଜନ କରିଥିଲେ, ହେଲେ ସେ ତ କାହାକୁ ହୀରା ତୁଲ୍ୟ କରୁନାହାନ୍ତି। ବାବା ତ ତୁମମାନଙ୍କୁ ହୀରା ସଦୃଶ୍ୟ କରାଉଛନ୍ତି। ତେବେ ବାବାଙ୍କୁ ତୁମେମାନେ କେଉଁଥିରେ ଓଜନ କରିବ? ତୁମେ ହୀରା ଆଦି କ'ଣ କରିବ? ତୁମର ତ ଏସବୁ ଦରକାର ହିଁ ନାହିଁ। ଲୋକମାନେ ତ ପ୍ରତିଯୋଗିତାରେ ବହୁତ ପଇସା ଉଡ଼ାଇଥାନ୍ତି, ଘର ସମ୍ପତ୍ତି ଆଦି କରିଥାନ୍ତି। ତୁମେମାନେ ତ ଅବିନାଶୀ ରୋଜଗାର କରୁଛ। କାହାଠାରୁ ଧାର ନେଲେ ପୁଣି 21 ଜନ୍ମ ପାଇଁ ଭରପୁର କରିଦେବାକୁ ପଡ଼ିବ। ତେଣୁ ତୁମକୁ କାହାଠାରୁ ଧାର ନେବାକୁ ହୁକୁମ ନାହିଁ। ତୁମେମାନେ ଜାଣିଛ ବର୍ତ୍ତମାନ ହେଉଛି ବିନାଶୀ ରୋଜଗାର, ଯାହାକି ବିନାଶ ହୋଇଯିବ। ବ୍ରହ୍ମା ବାବା ଦେଖିଲେ ଏହା ତ କଉଡ଼ି ଅଟେ, ମୋତେ ତ ହୀରା ମିଳୁଛି, ଏହି କଉଡ଼ି କ'ଣ କରିବି? କାହିଁକି ବାବାଙ୍କ ଠାରୁ ଅସରନ୍ତି ସମ୍ପତ୍ତି ନ ନେବି? ଖାଇବାକୁ ତ ମିଳିବ ନିଶ୍ଚୟ। ଗୋଟିଏ ଢଙ୍ଗ ମଧ୍ୟ ଅଛି, ହାତ ଜିନକା ୟସେ ପେହଲା ପୁରା, ଅର୍ଥାତ୍ ହାତ ଯାହାର ବରଦାନୀ ସେ ପ୍ରଥମେ ନମ୍ବର ପାଇଥାନ୍ତି। ବାବାଙ୍କୁ ସରାଫ ବା ପୁରୁଣା ଜିନିଷ ବଦଳାଇ ନୂଆ ଦେଉଥିବା ବ୍ୟାପାରୀ ମଧ୍ୟ କହିଥାନ୍ତି ନା,
ତେଣୁ ବାବା କହୁଛନ୍ତି ତୁମର ପୁରୁଣା ଜିନିଷ ବଦଳ କରୁଛି। କେହି ମରିଗଲେ ପୁରୁଣା ଜିନିଷ ଧୋବାକୁ ଦେଇଥାନ୍ତି ନା। ବାବା କହୁଛନ୍ତି ମୁଁ ତୁମଠାରୁ କ'ଣ ନେଉଛି? ଦ୍ରୌପଦୀଙ୍କର ଉଦାହରଣ ଦେଖ। ଜଣେ ଦ୍ରୌପଦୀ ତ ନଥିଲେ ନା, ତୁମେ ସମସ୍ତେ ଦ୍ରୌପଦୀ ଅଟ। ବହୁତ ଡାକୁଛନ୍ତି ବାବା ଆମକୁ ନଗ୍ନ ହେବାରୁ ରକ୍ଷା କର। ବାବା କେତେ ସ୍ନେହର ସହିତ ବୁଝାଉଛନ୍ତି ପିଲାମାନେ ଏଇ ଅନ୍ତିମ ଜନ୍ମ ପବିତ୍ର ରୁହ। ବାବା ପିଲାମାନଙ୍କୁ କହିଥାନ୍ତି ନା ମୋ ଦାଢ଼ିର ଲାଜ ରଖ, କୂଳରେ କଳଙ୍କ ଲଗାଅ ନାହିଁ। ମଧୁର ସନ୍ତାନମାନଙ୍କର କେତେ ଶୁଦ୍ଧ ଅଭିମାନ ରହିବା ଉଚିତ। ବାବା ତୁମମାନଙ୍କୁ ହୀରା ତୁଲ୍ୟ କରୁଛନ୍ତି। ବ୍ରହ୍ମା ବାବାଙ୍କୁ ମଧ୍ୟ ଶିବ ବାବା ହୀରା ସଦୃଶ୍ୟ କରାଉଛନ୍ତି। ତେଣୁ ଶିବ ବାବାଙ୍କୁ ମନେ ପକାଇବାକୁ ହେବ। ଏହି ବ୍ରହ୍ମା ବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ। ମୁଁ ତୁମର ଗୁରୁ ନୁହେଁ, ସେ ମୋତେ ଶିଖାଉଛନ୍ତି, ପୁଣି ମୁଁ ତୁମକୁ ଶିଖାଉଛି। ଯଦି ହୀରା ସଦୃଶ୍ୟ ହେବାକୁ ଚାହୁଁଛ ତେବେ ବାବାଙ୍କୁ ମନେ ପକାଅ। ବାବା ବୁଝାଇଛନ୍ତି ଭକ୍ତି ମାର୍ଗରେ ଭଲେ କୌଣସି ଦେବତାଙ୍କର ଭକ୍ତି କରୁଛନ୍ତି ତଥାପି ମଧ୍ୟ ବୁଦ୍ଧି ଦୋକାନ ଧନ୍ଦା ଆଦିକୁ ଯାଉଛି, କାହିଁକି ନା ସେଥିରୁ ଆମଦାନୀ ହେଉଛି। ବାବା ନିଜର ଅନୁଭବ ମଧ୍ୟ ଶୁଣାଉଛନ୍ତି। ଯେତେବେଳେ ବୁଦ୍ଧି ଇଆଡ଼େ ସିଆଡ଼େ ଯାଉଥିଲା ସେତେବେଳେ ମୁଁ ନିଜକୁ ଚାପଡ଼ା ମାରୁଥିଲି। ଏହା କାହିଁକି ମନେ ପଡ଼ୁଛି? ଆମ ଆତ୍ମାମାନଙ୍କୁ ଏକତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ। କିନ୍ତୁ ମାୟା ବାରମ୍ବାର ଭୁଲାଇ ଦେଉଛି, ମୁଥି ମାରି ଦେଉଛି। ମାୟା ବୁଦ୍ଧି ଯୋଗୁକୁ ଭ୍ରମିତ କରିଦେଉଛି। ଏହିପରି ନିଜ ସହିତ କଥା ହେବା ଉଚିତ। ବାବା କହୁଛନ୍ତି ଏବେ ନିଜର କଲ୍ୟାଣ କରିବା ସହିତ ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କର। ସେବା କେନ୍ଦ୍ର ସ୍ଥାପନା କର। ଏହିପରି ବହୁତ ସନ୍ତାନମାନେ ପଚାରୁଛନ୍ତି ବାବା ଅମୁକ ଜାଗାରେ ସେବା କେନ୍ଦ୍ର ସ୍ଥାପନା କରିବୁ। ବାବା କହୁଛନ୍ତି ମୁଁ ତ ଦାତା ଅଟେ, ମୋର କିଛି ଦରକାର ନାହିଁ। ଏଇ ଘର ଆଦି ସବୁ ତୁମ ପାଇଁ ତିଆରି ହେଉଛି ନା। ଶିବ ବାବା ତ ତୁମକୁ ହୀରା ତୁଲ୍ୟ କରିବାକୁ ଆସିଛନ୍ତି। ତୁମେ ଯାହା କିଛି କରୁଛ ସେସବୁ ତୁମର ହିଁ କାମରେ ଆସୁଛି। ଇଏ ତ କୌଣସି ଗୁରୁ ନୁହନ୍ତି ଯେ ଚେଲା ଆଦି ରଖିବେ। ପିଲାମାନେ ହିଁ ନିଜେ ରହିବା ପାଇଁ ଘର ତିଆରି କରୁଛନ୍ତି। ହଁ, ସହଯୋଗୀମାନେ ଯେତେବେଳେ ଆସୁଛନ୍ତି ତେବେ ତାଙ୍କର ଖାତିର କରାଯାଉଛି ଯେ ଆପଣଙ୍କ ଉପରେ ନୂଆ ଘରେ ଯାଇ ରୁହନ୍ତୁ। କେହି କେହି ତ କହୁଛନ୍ତି ମୁଁ ନୂଆ ଘରେ କାହିଁକି ରହିବି, ମୋତେ ପୁରୁଣା ଘର ହିଁ ଭଲ ଲାଗୁଛି। ଯେପରି ଆପଣ ପୁରୁଣା ଘରେ ରହୁଛନ୍ତି ମୁଁ ମଧ୍ୟ ସେହିପରି ରହିବି। ମୋର କୌଣସି ଅହଙ୍କାର ନାହିଁ, ମୁଁ ତ ଦାତା ଅଟେ। ବାପ ଦାଦା ହିଁ ରହୁନାହାନ୍ତି ତେବେ ମୁଁ କାହିଁ ରହିବି? ମୋତେ ମଧ୍ୟ ନିଜ ସାଥିରେ ରଖ। ଯେତେ ଆପଣଙ୍କ ନିକଟରେ ରହିବୁ ସେତେ ଭଲ। ବାବା ବୁଝାଉଛନ୍ତି ଯେତେ ଅଧିକ ପୁରୁଷାର୍ଥ କରିବ ସୁଖଧାମରେ ସେତେ ଉଚ୍ଚ ପଦ ପାଇବ। ସ୍ୱର୍ଗକୁ ତ ସମସ୍ତେ ଯିବେ ନା। ଭାରତବାସୀ ଜାଣିଛନ୍ତି ଯେ ଭାରତ ପୁଣ୍ୟ ଆତ୍ମାଙ୍କର ଦୁନିଆ ଥିଲା, ପାପର ଗନ୍ଧ ବି ନଥିଲା। ଏବେ ତ ପାପ ଆତ୍ମା ହୋଇଯାଇଛନ୍ତି। ଏହା ହେଉଛି ରାବଣ ରାଜ୍ୟ। ସତ୍ୟ ଯୁଗରେ ରାବଣ ରହିବ ନାହିଁ। ଅଧା କଳ୍ପ ପରେ ହିଁ ରାବଣ ରାଜ୍ୟ ଆରମ୍ଭ ହେଉଛି। ବାବା ଏତେ ବୁଝାଉଛନ୍ତି ତଥାପି ମଧ୍ୟ ବୁଝୁନାହାନ୍ତି। କଳ୍ପ କଳ୍ପ ଏହିପରି ହୋଇ ଆସୁଛି, କୌଣସି କଥା ନୁହେଁ। ତୁମେ ପ୍ରଦର୍ଶନୀ କରୁଛ, କେତେ ଢେର ସଂଖ୍ୟାରେ ଆସୁଛନ୍ତି। ପ୍ରଜା ତ ବହୁତ ହେବେ, ହୀରା ତୁଲ୍ୟ ହେବା ପାଇଁ ତ ସମୟ ଲାଗିବ। ପ୍ରଜା ହେଲେ ମଧ୍ୟ ଭଲ କଥା। ବର୍ତ୍ତମାନ ମହାବିନାଶର ସମୟ। ସମସ୍ତଙ୍କର ହିସାବ କିତାବ ଚୁକ୍ତ ହେଉଛି। ଯେଉଁମାନେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବେ ସେହିମାନଙ୍କର ଅଷ୍ଟରତ୍ନର ମାଳା ତିଆରି ହେବ। 8 ଜଣ ଆତ୍ମା ହିଁ ନମ୍ବର 1ରେ ଯିବେ, ଯାହାଙ୍କୁ ବିଲକୁଲ ଦଣ୍ଡ ମିଳିବ ନାହିଁ। କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବେ। ପୁଣି 108 ଅଛନ୍ତି କ୍ରମାନୁସାରେ କୁହାଯିବ ନା। ଏହା ପୂର୍ବ ପ୍ରସ୍ତୁତି ଅନାଦି ଡ୍ରାମାଟେ, ଯାହାକୁ ସାକ୍ଷୀ ହୋଇ ଦେଖୁଛନ୍ତି। କିଏ ଭଲ ପୁରୁଷାର୍ଥ କରୁଛନ୍ତି, କେତେକ ସନ୍ତାନ ପଛରେ ଆସି ମଧ୍ୟ ଭଲ ଭାବରେ ଶ୍ରୀମତ ପାଳନ କରୁଛନ୍ତି। ଏହିପରି ନିରନ୍ତର ଶ୍ରୀମତର ଚାଲିଲେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇ ଅଷ୍ଟରତ୍ନର ମାଳାରେ ଆସିପାରିବ। ହଁ, ଚାଲୁ ଚାଲୁ କେବେ ଗ୍ରହଚାରୀ ମଧ୍ୟ ଆସିଯାଉଛି। ଏହି ଚଢ଼ିବା ଖସିବା ସମସ୍ତ ପୁରୁଷାର୍ଥୀଙ୍କର ହେଉଛି। ଏହା ରୋଜଗାର ଅଟେ। କେବେ ବଡ଼ ଖୁସିରେ ରହିବେ, କେବେ କମ୍। ମାୟାର ତୋଫାନ ଅଥବା କୁସଙ୍ଗ ପଛକୁ ହଟାଇ ଦେଇଥାଏ, ଖୁସି ହଜି ଯାଇଥାଏ। ଗାୟନ ମଧ୍ୟ ଅଛି ନା, ସଙ୍ଗ ଉଦ୍ଧାର କରେ, କୁସଙ୍ଗ ବୁଡ଼ାଇ ଦିଏ। ଏବେ ରାବଣର ସଙ୍ଗ ବୁଡ଼ାଇ ଦେଉଛି, ରାମଙ୍କ ସଙ୍ଗ ଉଦ୍ଧାର କରୁଛି। ରାବଣର ମତ ଦ୍ୱାରା ଏପରି ହୋଇଛନ୍ତି। ଦେବତାମାନେ ମଧ୍ୟ ବାମ ମାର୍ଗ ହୋଇଯାଉଛନ୍ତି। ସେଥିପାଇଁ ତାଙ୍କର କିପରି ବିକାରୀ ଚିତ୍ର ଦର୍ଶାଇଛନ୍ତି। ଏହା ବାମ ମାର୍ଗର ଚିହ୍ନ ଅଟେ। ଭାରତରେ ହିଁ ରାମ ରାଜ୍ୟ ଥିଲା, ଭାରତରେ ହିଁ ଏବେ ରାବଣ ରାଜ୍ୟ ଚାଲିଛି। ରାବଣ ରାଜ୍ୟରେ 100% ଦୁଃଖୀ ହୋଇଯାଇଛନ୍ତି।
ଏହା ଖେଳ ଅଟେ। ଏହି ଜ୍ଞାନ କାହାକୁ ମଧ୍ୟ ବୁଝାଇବା କେତେ ସହଜ। ଜଣେ ନର୍ସ ବାବାଙ୍କ ସମ୍ମୁଖରେ ବସିଛନ୍ତି। ବାବା ଏହି କନ୍ୟାକୁ କହୁଛନ୍ତି, ତୁମେ ନର୍ସ ଅଟ, ନର୍ସର ସେବା ମଧ୍ୟ କର, ତା ସହିତ ତୁମେ ଏହି ସେବା ମଧ୍ୟ କରିପାରିବ। ରୋଗୀକୁ ମଧ୍ୟ ଏହି ଜ୍ଞାନ ଶୁଣାଅ ଯେ ବାବାଙ୍କୁ ମନେ ପକାଅ, ତେବେ ବିକର୍ମ ବିନାଶ ହେବ। ପୁଣି 21 ଜନ୍ମ ପାଇଁ ତୁମେ ରୋଗୀ ହେବ ନାହିଁ। ଯୋଗ ଦ୍ୱାରା ହିଁ ନିରୋଗୀ ସ୍ୱାସ୍ଥ୍ୟ ଏବଂ 84 ଜନ୍ମର ଚକ୍ରକୁ ଜାଣିବା ଦ୍ୱାରା ସମ୍ପତ୍ତି ମିଳୁଛି। ତୁମେ ଅନେକଙ୍କର ସେବା କରିପାରିବ, ବହୁତଙ୍କର କଲ୍ୟାଣ କରିପାରିବ। ପଇସା ମଧ୍ୟ ଯାହା ମିଳିବ ଏଇ ରୁହାନୀ ସେବାରେ ଲଗାଇବ। ବାସ୍ତବରେ ତୁମେ ସମସ୍ତେ ନର୍ସ ଅଟ ନା? ଛି ଛି, ବେକାରୀ ମନୁଷ୍ୟମାନଙ୍କୁ ଦେବତା କରାଇବା ୟା ନର୍ସ ସଦୃଶ୍ୟ ସେବା ହେଲା ନା? ବାବା ମଧ୍ୟ କହୁଛନ୍ତି, ମୋତେ ପତିତ ମନୁଷ୍ୟମାନେ ଡାକୁଛନ୍ତି ଯେ ଆସି ପବିତ୍ର କର। ତୁମେ ମଧ୍ୟ ରୋଗୀମାନଙ୍କର ଏହି ସେବା କର। ତୁମ ପ୍ରତି କୃତଜ୍ଞ ହୋଇ ରହିବେ। ତୁମ ଦ୍ୱାରା ସାକ୍ଷାତକାର ମଧ୍ୟ ହୋଇପାରିବ। ଯଦି ରୋଗଯୁକ୍ତ ରହିବ ତେବେ ବଡ଼ ବଡ଼ ଡାକ୍ତର ଆଦି ସବୁ ଆସି ତୁମ ପାଦ ତଳେ ପଡ଼ିବେ। ଯଦି ଯୋଗଯୁକ୍ତ ରହିବ ତେବେ ବଡ଼ ବଡ଼ ଡାକ୍ତର ଆସି ସବୁ ତୁମ ପାଦ ତଳେ ପଡ଼ିବେ। ତୁମେ ଏହା ପ୍ରତ୍ୟକ୍ଷ ରୂପେ କରି ଦେଖ। ଏଠାକୁ ବାଦଲ ରିଫ୍ରେଶ ହେବା ପାଇଁ ଆସୁଛନ୍ତି, ପୁଣି ଯାଇ ବର୍ଷା କରି ଅନ୍ୟକୁ ରିଫ୍ରେଶ କରିବେ। କେତେକ ସନ୍ତାନ ଏକଥା ମଧ୍ୟ ଜାଣିନାହାନ୍ତି ଯେ ବର୍ଷା କେମିତି ହେଉଛି। ଭାବୁଛନ୍ତି ଇନ୍ଦ୍ର ବର୍ଷା କରୁଛନ୍ତି। ଇନ୍ଦ୍ର ଧନୁ କହିଥାନ୍ତି ନା, ଶାସ୍ତ୍ରରେ ତ କେତେ କଥା ଲେଖି ଦେଇଛନ୍ତି। ବାବା କହୁଛନ୍ତି ଏହା ପୁଣି ବି ହେବ, ଯେହେତୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଆମେ ଏହାର ନିନ୍ଦା କରୁନାହୁଁ। ଏହା ତ ପୂର୍ବ ପ୍ରସ୍ତୁତି ଅନାଦି ଡ୍ରାମା ଅଟେ। ବୁଝା ଯାଉଛି ଯେ ଏହା ଭକ୍ତି ମାର୍ଗ ଅଟେ। କହୁଛନ୍ତି ମଧ୍ୟ ଜ୍ଞାନ, ଭକ୍ତି ଓ ବୈରାଗ୍ୟ। ତୁମର ଏହି ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ ଆସୁଛି। ନିଜେ ମଲେ ନିଜ ପାଇଁ ଦୁନିଆ ମରିଗଲା। ଆତ୍ମା ଶରୀରରୁ ଅଲଗା ହୋଇଗଲେ ତା ପାଇଁ ଦୁନିଆ ସମାପ୍ତ ହୋଇଗଲା। ବାବା ପିଲାମାନଙ୍କୁ ବୁଝାଉଛନ୍ତି, ମଧୁର ସନ୍ତାନମାନେ ପାଠପଢ଼ାରେ ଅବହେଳା କର ନାହିଁ। ସବୁକିଛି ପାଠପଢ଼ା ଉପରେ ନିର୍ଭର। କେହି ବାରିଷ୍ଟର ଲକ୍ଷେ ଟଙ୍କା ରୋଜଗାର କରୁଛନ୍ତି, ଆଉ ତ କେହି ବାରିଷ୍ଟର ପାଖରେ ପିନ୍ଧିବା ପାଇଁ କୋଟ ମଧ୍ୟ ନଥାଏ। ତେବେ ସବୁକିଛି ପାଠପଢ଼ା ଉପରେ ଆଧାରିତ। ଏହି ପାଠପଢ଼ା ତ ବହୁତ ସହଜ ଅଟେ। ସୁଦର୍ଶନ ଚକ୍ରଧାରୀ ହେବାକୁ ପଡ଼ିବ, ଅର୍ଥାତ୍ ନିଜର 84 ଜନ୍ମର ଆଦି ମଧ୍ୟ ଅନ୍ତକୁ ଜାଣିବାକୁ ହେବ। ବର୍ତ୍ତମାନ ଏହି ସମ୍ପୂର୍ଣ୍ଣ ବୃକ୍ଷର ଜରାଜୀର୍ଣ୍ଣ ଅବସ୍ଥା ହୋଇଯାଇଛି। ବୃକ୍ଷର ମୂଳ ହିଁ ନାହିଁ, ବାକି ସମଗ୍ର ବୃକ୍ଷ ଛିଡ଼ା ହୋଇଛି। ସେହିପରି ଆଦି ସନାତନ ଦେବୀ ଦେବତା ଧର୍ମ ଯାହାକି ମୂଳଦୁଆ ଥିଲା, ବର୍ତ୍ତମାନ ତାହା ନାହିଁ। ଧର୍ମଭ୍ରଷ୍ଟ କର୍ମଭ୍ରଷ୍ଟ ହୋଇଯାଇଛି। ମନୁଷ୍ୟ ତ କାହାକୁ ସଦ୍ଗତି ଦେଇପାରିବେ ନାହିଁ। ବାବା ବସି ଏହିସବୁ କଥା ବୁଝାଉଛନ୍ତି। ତୁମେ ସଦାକାଳ ପାଇଁ ସୁଖୀ ହୋଇଯାଉଛ। ସେଠାରେ କେବଳ ଅକାଳ ମୃତ୍ୟୁ ହେବ ନାହିଁ। ଅମୁକ ମରିଗଲା ଏହି ଶବ୍ଦ ମଧ୍ୟ ସେଠାରେ ରହିବ ନାହିଁ। ତେଣୁ ବାବା ରାୟ ଦେଉଛନ୍ତି, ଅନେକଙ୍କୁ ରାସ୍ତା ବତାଇଲେ ସେ ତୁମ ପ୍ରତି କୃତଜ୍ଞ ରହିବେ। କାହାକୁ କାହାକୁ ସାକ୍ଷାତକାର ମଧ୍ୟ ହୋଇପାରେ। ଲକ୍ଷ୍ୟ ଉଦ୍ଦେଶ୍ୟରେ ସାକ୍ଷାତକାର ହୋଇଥାଏ, କିନ୍ତୁ ଲକ୍ଷ୍ୟ ଉଦ୍ଦେଶ୍ୟ ପ୍ରାପ୍ତ କରିବା ପାଇଁ ପାଠ ତ ପଢ଼ିବାକୁ ପଡ଼ିବ ନା। ବିନା ପାଠପଢ଼ାରେ କେହି ବାରିଷ୍ଟର ହୋଇପାରିବ କି? ଏପରି ନୁହେଁ ଯେ ସାକ୍ଷାତକାର ହେଲା ଅର୍ଥାତ୍ ମୁକ୍ତ ହୋଇଗଲେ। ମୀରାଙ୍କୁ ସାକ୍ଷାତକାର ହୋଇଥିଲା, ଏହାର ଅର୍ଥ ନୁହେଁ ଯେ ମୀରା କୃଷ୍ଣପୁରୀକୁ ଚାଲିଗଲେ। ନୌଦା ଭକ୍ତି କରିବା ଦ୍ୱାରା ସାକ୍ଷାତକାର ହୋଇଥାଏ। ଏଠାରେ ପୁଣି ନୌଦା ସ୍ମୃତି ରହିଛି। ସନ୍ନ୍ୟାସୀମାନେ ତ ବ୍ରହ୍ମଜ୍ଞାନୀ ତତ୍ତ୍ୱଜ୍ଞାନୀ ଅଟନ୍ତି, ବାସ୍ ବ୍ରହ୍ମରେ ଲୀନ ହେବାର ଇଚ୍ଛା ରଖିଥାନ୍ତି। ତେବେ ବ୍ରହ୍ମ ତ ପରମାତ୍ମା ନୁହନ୍ତି। ବର୍ତ୍ତମାନ ବାବା ବୁଝାଉଛନ୍ତି, ଯଦିଓ ଶରୀର ନିର୍ବାହ ଅର୍ଥେ ନିଜର ଧନ୍ଦା ଆଦି କରୁଛ, କିନ୍ତୁ ନିଜକୁ ଟ୍ରଷ୍ଟି ବୋଲି ଭାବ, ତେବେ ଉଚ୍ଚ ପଦ ମିଳିବ, ମମତା ତୁଟିଯିବ। ଏହି ବ୍ରହ୍ମା ବାବା ତୁମର ଧନ ନେଇ କ'ଣ କରିବେ? ଇଏ ତ ସବୁ କିଛି ଛାଡ଼ି ଦେଇଛନ୍ତି ନା। ଘର ଦ୍ୱାର ଅଥବା ମହଲ ଆଦି ତ ତିଆରି କରିବାର ନାହିଁ। ଘର ଆଦି ତିଆରି ହେଉଛି କାହିଁକି ନା ଢେର ସନ୍ତାନ ଆସିବେ। ଆବୁ ରୋଡ଼ ଠାରୁ ଏପର୍ଯ୍ୟନ୍ତ ଧାଡ଼ି ଲାଗିଯିବ। ତୁମର ପ୍ରଭାବ ଜଣାପଡ଼ିଲେ ମୁଣ୍ଡ ଖରାପ କରିଦେବେ। ଯେପରି କୌଣସି ବଡ଼ ଲୋକ ଆସିଲେ କେତେ ଭିଡ଼ ଲାଗିଯାଏ, ଅନ୍ତ ସମୟରେ ତୁମର ପ୍ରଭାବ ଜଣାପଡ଼ିବ। ଏବେ ନୁହେଁ, ଯେଉଁଥିପାଇଁ ବାବାଙ୍କୁ ୟାଦ କରିବାର ଅଭ୍ୟାସ କରିବାକୁ ହେବ, ଯାହାଦ୍ୱାରା ପାପ କଟିଯିବ। ଏହିପରି ଯୋଗଯୁକ୍ତ ରହି ଶରୀର ଛାଡ଼ିବାକୁ ପଡ଼ିବ। ସତ୍ୟ ଯୁଗରେ ଶରୀର ଛାଡ଼ିବା ସମୟରେ ଜାଣିଯିବ ଯେ ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ନେବି। ଏଠାରେ କେତେ ଦେହାଭିମାନ ରହୁଛି, ଫରକ ରହିଛି ନା? ଏହି ସବୁ କଥାକୁ ନୋଟ୍ କର, ପୁଣି ଅନ୍ୟକୁ କରାଅ। ଅନ୍ୟମାନଙ୍କୁ ମଧ୍ୟ ନିଜ ସଦୃଶ ହୀରା ତୁଲ୍ୟ କରିବାକୁ ହେବ। ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚ ପଦ ପାଇବ। ଏକଥା ବାବା ବୁଝାଉଛନ୍ତି। ଇଏ କୌଣସି ସାଧୁ ସନ୍ଥ ନୁହନ୍ତି। ଏହି ଜ୍ଞାନ ବହୁତ ମଜାଦାର ଅଟେ। ଏହାକୁ ଭଲ ଭାବରେ ଧାରଣ କରିବାକୁ ହେବ।
ଏପରି ନୁହେଁ ବାବାଙ୍କ ଠାରୁ ଶୁଣିଲ, ଏଇ କଥା ଏଇଠାରେ ହିଁ ରହିଗଲା। ଗୀତରେ ମଧ୍ୟ ଶୁଣିଲ ନା, କହୁଛନ୍ତି ସାଥିରେ ନେଇ ଚାଲ। ତୁମେ ଏଇ କଥାକୁ ଆଗରୁ ବୁଝିପାରୁଥିଲ, ଆଗରୁ ବୁଝିପାରୁ ନଥିଲ, ଏବେ ବାବା ବୁଝାଉଛନ୍ତି, ତେଣୁ ବୁଝିପାରୁଛ। ଆଚ୍ଛା, ମିଠେ ମିଠେ ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଓ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ, ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣ ପାଇଁ ସାର୍ 1. ପଢ଼ାରେ କେବେ ବି ଅବହେଳା କରିବା ଉଚିତ ନୁହେଁ। ତୁମକୁ ସୁଦର୍ଶନ ଚକ୍ରଧାରୀ ହୋଇ ରହିବାକୁ ହେବ ଏବଂ ସମସ୍ତଙ୍କୁ ହୀରା ସଦୃଶ କରିବାର ସେବା କରିବାକୁ ହେବ। 2. ନିଜେ ସଚ୍ଚା ରୋଜଗାର କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ। ନିଜର ସମସ୍ତ ପୁରୁଣା ଜିନିଷ ପତ୍ରକୁ ବଦଳାଇବାକୁ ହେବ। କୁସଙ୍ଗ ଠାରୁ ନିଜକୁ ଦୂରେଇ ରଖିବାକୁ ହେବ। ବରଦାନ: ଜଗତର ଜ୍ୟୋତି ହୋଇ ଭକ୍ତମାନଙ୍କୁ ଦୃଷ୍ଟି ଦ୍ୱାରା କୃତାର୍ଥ କରୁଥିବା ଦର୍ଶନୀୟ ମୂରତ ଭବ। ସାରା ବିଶ୍ୱ ତୁମ ଭଳି ଜଗତର ନୟନମାନଙ୍କ ଠାରୁ ଦୃଷ୍ଟି ନେବା ପାଇଁ ଅପେକ୍ଷା କରି ରହିଛି। ଯେତେବେଳେ ତୁମେ ଜଗତର ଜ୍ୟୋତି ଆତ୍ମାମାନେ ନିଜର ସମ୍ପୂର୍ଣ୍ଣ ସ୍ଥିତି ପର୍ଯ୍ୟନ୍ତ ପହଞ୍ଚିଯିବ, ଅର୍ଥାତ୍ ସମ୍ପୂର୍ଣ୍ଣତାର ଆଖି ଖୋଲିବ, ସେତେବେଳେ ମାତ୍ର ଗୋଟିଏ ସେକେଣ୍ଡରେ ବିଶ୍ୱ ପରିବର୍ତ୍ତନ ହୋଇଯିବ। ସେତେବେଳେ ତୁମେ ଦର୍ଶନୀୟ ମୂର୍ତ୍ତ ଆତ୍ମାମାନେ ନିଜର ଦୃଷ୍ଟି ଦ୍ୱାରା ଭକ୍ତ ଆତ୍ମାମାନଙ୍କୁ କୃତାର୍ଥ କରିପାରିବ। ତେବେ ଦୃଷ୍ଟି ଦ୍ୱାରା କୃତାର୍ଥ ହେଲା ବାଲାଙ୍କ ମଧ୍ୟ ଲମ୍ବା ଧାଡ଼ି ଲାଗିଥିବ। ତେଣୁ ସମ୍ପୂର୍ଣ୍ଣତା ରୂପୀ ଆଖି ସର୍ବଦା ଖୋଲା ରହିବା ଦରକାର। ଆଖି ମିଳିବା ଏବଂ ସଂକଳ୍ପରେ ଅଣନିଶ୍ୱାସୀ ହେବା ବା ଢୁଳାଇବା ବନ୍ଦ କର, ତେବେ ଯାଇ ଦର୍ଶନୀୟ ମୂର୍ତ୍ତ ହୋଇପାରିବ। ସ୍ଲୋଗାନ: ନିର୍ମଳ ସ୍ୱଭାବ ନିର୍ମାଣତାର ଲକ୍ଷଣ, ତେଣୁ ନିର୍ମଳ ହୋଇ ସଫଳତା ପ୍ରାପ୍ତ କର। ଓମ୍ है हमने प्यार वो पाया जो दुनिया पा नहीं ଆଜି ମୋର ହିରୋ ତିନି ସମାନ। ମୁଁ ସଚ୍ଚା ତ୍ୟାଗୀ ଅଟେ, ମୁଁ କ୍ରୋଧ ମୁକ୍ତ ଆତ୍ମା ଅଟେ, ମୁଁ ଶିବ ଶକ୍ତି ଆତ୍ମା ଅଟେ।